हरि ओम पिलाମାନେ ଆଜି ଆମେ ଷଷ୍ଠ ଅଧ୍ୟାୟ ମୋଗଲ ସାମ୍ରାଜ୍ୟର ପତନ ବିଷୟରେ ଆଲୋଚନା କରିବା। ମୋଗଲ ସାମ୍ରାଜ୍ୟ 1526 ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ 1707 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଆମର ଭାରତରେ ଶାସନ ଚଲାଇଥିଲା। କହିବାକୁ ଗଲେ ଭାରତକୁ ପ୍ରାୟ 200 ବର୍ଷ ଶାସନ କରିଥିଲା ମୋଗଲ ସାମ୍ରାଜ୍ୟ। ମୋଗଲ ସାମ୍ରାଜ୍ୟର ଭଲ ନେତା ବା ଭଲ ରଜା କିଏ ଆକବରଙ୍କର ଉଦାର ନୀତି ସୁଶାସନ ଦ୍ୱାରା ମୋଗଲ ସାମ୍ରାଜ୍ୟର ଭିତ୍ତି ସୁଦୃଢ଼ ହୋଇପାରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଔରଙ୍ଗଜେବ ଆସିଲେ, ସେ ନିଜେ ଭୋଗବିଳାସରେ ରହି ଶାସନ କାର୍ଯ୍ୟରୁ ଅବହିତ ରହିଲେ। ତାଙ୍କ ସ୍ତ୍ରୀ ନୁରଜାହାନ ଶାସନ କାର୍ଯ୍ୟ ଚଲାଇ ନିଜର ସାମ୍ରାଜ୍ୟକୁ ଦୁର୍ବଳ କରିଦେଇଥିଲେ। ଔରଙ୍ଗଜେବଙ୍କ ଧର୍ମାନ୍ଧତା ଶାସନ ଓ ନୁରଜାହାନଙ୍କ ଅବହେଳିତ ଶାସନ ଯୋଗୁଁ ମୋଗଲ ସାମ୍ରାଜ୍ୟ ପତନାଭିମୁଖୀ ହୋଇଥିଲା। ମୋଗଲ ସାମ୍ରାଜ୍ୟର ପତନ ସାଧାରଣତଃ 4ଟି କାରଣ ଯୋଗୁଁ ହୋଇଥିଲା। ଏକ ହେଲା କେନ୍ଦ୍ର ଶକ୍ତିର ଦୁର୍ବଳତା, 2 ଅର୍ଥନୈତିକ ଧର୍ମଗତ କାରଣ, 3 ପ୍ରାଦେଶିକ ଶାସକମାନଙ୍କ ସ୍ୱାଧୀନତା ଘୋଷଣା, 4 ବୈଦେଶିକ ଶତ୍ରୁ ଆକ୍ରମଣ। ଏ 4ଟି କାରଣ ମୁଖ୍ୟତଃ ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଅଟେ। ପ୍ରଥମତଃ ଆମେ ଆଲୋଚନା କରିବା କେନ୍ଦ୍ର ଶକ୍ତିର ଦୁର୍ବଳତା। ଔରଙ୍ଗଜେବ ଯେତେବେଳେ ରଜା ଥିଲେ, ତାଙ୍କର ଆବଶ୍ୟକ ଦକ୍ଷତା ନଥିଲା। ସେ କ'ଣ କରିଥିଲେ, ପରବର୍ତ୍ତୀ ଶାସକମାନଙ୍କର କ'ଣ ହେଇଥିଲା, ଦକ୍ଷତା ନଥିଲା। ସେ କ'ଣ କରିଥିଲେ ନା ନିଜର ଭୋଗବିଳାସର ସମୟ ଅତିବାହିତ କରି ନିଜର ଅର୍ଥନୈତିକ ବା ରାଜନୈତିକ ଅଧୋଗତି ଘଟାଇଥିଲେ। ଅମିର ଓ କର୍ମଚାରୀମାନେ ନିଜ ନିଜର ସ୍ୱାର୍ଥ ସାଧନ ପାଇଁ ମୋଗଲ ଦରବାରରେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ। ଔରଙ୍ଗଜେବଙ୍କ ଯେଉଁ ରାଜକର୍ମଚାରୀମାନେ ଥିଲେ, ମନ୍ତ୍ରୀ ସେନାପତି ଅମୁକ ଢମକ ଯେଉଁ ରାଜକର୍ମଚାରୀମାନେ ଥିଲେ, ସେମାନେ ନିଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୋଟିଏ ଗୋଟିଏ ଦଳ ଗଢ଼ିଥିଲେ ଏବଂ ଔରଙ୍ଗଜେବଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଶାସନ କରିଥିଲେ। କ୍ରମେ ସେମାନଙ୍କର ଚକ୍ରାନ୍ତରେ ଔରଙ୍ଗଜେବ ଦୁର୍ବଳ ହୋଇପଡ଼ିଥିଲେ ଏବଂ ସେମାନେ କ'ଣ କଲେ, ଯେଉଁ ରାଜକର୍ମଚାରୀମାନେ ଅମିରମାନେ ନିଜେ କିଛି କିଛି ଅଞ୍ଚଳ ଅଧିକାର କରି ବା ସେଠି ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଲାଗିଲେ। ଫଳରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହେବାର ମୁଖ୍ୟ କାରଣ ହେଲା। ଦ୍ୱିତୀୟତଃ କ'ଣ ହେଲା, ଅର୍ଥନୈତିକ ଧର୍ମଗତ କାରଣ। ଅର୍ଥନୈତିକ ବୋଲେ ଟଙ୍କା ପଇସାର କାରବାର କ'ଣ ହୋଇଥିଲା ଏବଂ ଧର୍ମଗତ କାରଣ କ'ଣ ଥିଲା। ଭଲ ଧର୍ମ, ଆକବର ତ ଭଲ ସୁଚିନ୍ତିତ ଧର୍ମ ପ୍ରଣାଳୀ ଅବଲମ୍ବନ କରିଥିଲେ। ସବୁ ଧର୍ମକୁ ସମ୍ମାନ ଦେଉଥିଲେ। ସବୁ ଧର୍ମକୁ ସମ୍ମାନ ଦେବା ପାଇଁ ଦିନି ଇଲାଇ ନାମକ ଭଲ ଉଦାର ନୀତି ପ୍ରସ୍ତୁତ କରିଥିଲେ କିଏ, ଆକବର। କିନ୍ତୁ ପରବର୍ତ୍ତୀ ଶାସକମାନେ କ'ଣ କରିଥିଲେ, ସେ ସବୁକୁ ଦେଇନଥିଲେ, ସୁଯୋଗ ଦେଇନଥିଲେ। ମୋଗଲ ସାମ୍ରାଜ୍ୟ ଆକବର ଯେଉଁ ପ୍ରକାର ଧର୍ମ ପ୍ରଣୟନ ନୀତି କରିଥିଲେ, ସେ ନୀତିକୁ ଅନ୍ୟମାନେ ତା'ର ପ୍ରଶ୍ରୟ ଦେଇ ନଥିଲେ ଏବଂ ନିଜର ଅର୍ଥନୀତିକୁ ମଧ୍ୟ ଦୃଢ଼ କରିପାରି ନଥିଲେ। ଫଳରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇଥିଲା। ଜାହାଙ୍ଗୀର ଯେତେବେଳେ ଶାସନ କାର୍ଯ୍ୟ ଚଳାଉଥିଲେ, ସେତେବେଳେ ନିଜେ ଭୋଗବିଳାସରେ ରହି ଶାସନ କାର୍ଯ୍ୟରେ ଅବହେଳିତ କରି ନିଜର ସ୍ତ୍ରୀ ନୁରଜାହାନଙ୍କୁ ଶାସନ ଭାର ଦେଇଥିଲେ। ସେ ଅର୍ଥନୀତି ପ୍ରତି ଆଦୌ ଦୃଷ୍ଟି ଦେଲେ ନାହିଁ। ଶାହାଜାହାନଙ୍କ ସମୟରେ କ'ଣ ହେଇଥିଲା ନା, ଅନେକ ରାଜପ୍ରସାଦ, ସୌଧ ଇତ୍ୟାଦି ନିର୍ମାଣ ହେଇଥିଲା। ଶାହାଜାହାନ ନିଜର ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଜମହଲ ନିର୍ମାଣ କରିଥିଲେ। ସେଇଟା ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟେ ଆଶ୍ଚର୍ଯ୍ୟରେ ଯାଉଛି। ତ ସେଇଟା ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇନଥିବ। ଏମିତିକା ସବୁ ଖର୍ଚ୍ଚ କରି ସେମାନେ କ'ଣ କଲେ ନା, ନିଜର ଅର୍ଥନୈତିକ ଦୁର୍ବଳର ଶିକାର ହେଲେ। ତେଣୁ ସେ ଅର୍ଥନୀତି ଭରଣା କରିବା ପାଇଁ ଆର୍ଥିକ ଦୃଷ୍ଟିକୁ ରଖି ସେମାନେ ନିଜର କରକୁ 50 ଭାଗ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ। ଫଳରେ
ସେମାନେ କ'ଣ କଲେ ଯେତେବେଳେ 50% ବଢ଼ାଇ ଦେଲେ ଟିକସ ସବୁ, ସେ 50% ଲୋକେ ଦେବା ପାଇଁ ଅକ୍ଷମ ହେଲେ ଏବଂ ଏତଦ୍ ବ୍ୟତୀତ ସେମାନେ ନିଜ ଦେଶକୁ ପରଶତ୍ରୁ କବଳ ରକ୍ଷା କରିପାରିଲେ ନାହିଁ, କାରଣ ଆବଶ୍ୟକ ସୈନ୍ୟବାହିନୀ ସେମାନଙ୍କ ପାଖରେ ମହଜୁଦ ରହିଲା ନାହିଁ। ସୈନ୍ୟବାହିନୀ ମହଜୁଦ ରହିବାକୁ ହେଲେ ସେମାନଙ୍କୁ ଦରମା ଦେବାକୁ ପଡ଼ିବ, ଖାଇବାକୁ ଦେବାକୁ ପଡ଼ିବ, ସେମାନଙ୍କ ପ୍ରତି କିଛି ଖର୍ଚ୍ଚ କରିବାକୁ ପଡ଼ିବ। ସେଇ ଖର୍ଚ୍ଚ ମୋଗଲ ସମ୍ରାଟମାନେ କରିପାରିଲେ ନାହିଁ। ଏବଂ ଆଉ କ'ଣ କଲେ ନା ଔରଙ୍ଗଜେବ ହିନ୍ଦୁ ବିଦ୍ୱେଷ ନୀତି ଆରମ୍ଭ କଲେ। ହିନ୍ଦୁମାନଙ୍କ ଆକବର ଯେଉଁ ଜିଜିଆ କର ତୀର୍ଥକର ହିନ୍ଦୁମାନଙ୍କ ଉପରେ ଉଠେଇ ଦେଇଥିଲେ, ସେଇଟା ଔରଙ୍ଗଜେବ ଯେତେବେଳେ ରଜା ହେଇ ଆସିଲେ ସେତେବେଳେ ସେ ହିନ୍ଦୁ ବିଦ୍ୱେଷ ନୀତି ଅବଲମ୍ବନ କରି କ'ଣ କରିଥିଲେ ନା ଜିଜିଆ କର ତୀର୍ଥକର ପୁନଶ୍ଚ ହିନ୍ଦୁମାନଙ୍କ ଉପରେ ଟିକସ ବସାଇଥିଲେ ଏବଂ ଶିଖମାନଙ୍କୁ ମଧ୍ୟ ସେ ଭଲ ବ୍ୟବହାର କରିନଥିଲେ। ଫଳରେ ହିନ୍ଦୁ ଓ ଶିଖମାନେ ଉଭୟ ଔରଙ୍ଗଜେବଙ୍କର ବିରୁଦ୍ଧାଚରଣ କରିଥିଲେ। ଇଏ ହେଲା ଦ୍ୱିତୀୟ କାରଣ। ତୃତୀୟ କାରଣ କ'ଣ ହେଲା, ପ୍ରାଦେଶିକ ଶାସକମାନଙ୍କର ସ୍ୱାଧୀନତା ଘୋଷଣା। କେମିତି ଦେଖ, ମୋଗଲ ସାମ୍ରାଜ୍ୟ ଯେତେବେଳେ ଦୁର୍ବଳ ହୋଇପଡ଼ିବାର ମୁଖ୍ୟ କାରଣ ହେଉଛି ଏଇଟା କ'ଣ ନା ପ୍ରାଦେଶିକ ଶାସକମାନଙ୍କ ସ୍ୱାଧୀନତା ଘୋଷଣା। ଏଇଟା କ'ଣ ଦେଖ, ଦାକ୍ଷିଣାତ୍ୟ, ଅଯୋଧ୍ୟା, ବଙ୍ଗଳା, ଏହା ସବୁ ଗୋଟେ ଛୋଟ ଛୋଟ ରାଜ୍ୟ ହେଇକି ଥିଲା, ଯେଉଁଟାକି ମୋଗଲ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହେଇକି ଥିଲା। ଶିବାଜୀଙ୍କ ନେତୃତ୍ୱରେ ମରାଠାମାନେ ଦାକ୍ଷିଣାତ୍ୟରେ କ୍ରମଶଃ ସେମାନଙ୍କର କ୍ଷମତା ବିସ୍ତାର କରିବାକୁ ଲାଗିଲେ। ସେମାନେ ଅହମ୍ମଦନଗର, ବିଜାପୁର, ଗୋଲକୁଣ୍ଡା ଇତ୍ୟାଦି ରାଜ୍ୟଗୁଡ଼ିକୁ କେତେକ ଦୁର୍ଗ ଅଧିକାର କରିଦେଲେ। ଫଳରେ ସ୍ୱାଧୀନ ରାଜ୍ୟର ଅଭ୍ୟୁତ୍ଥାନ ଘଟିଲା। ଶିଖ, ରାଜପୁତ, ଜାଟ ଓ ରୋହିଲାମାନେ ମଧ୍ୟ ଏ ସମ୍ପର୍କ ଛିନ୍ନ କରିଥିଲେ। କିଏ? ମୋଗଲ ସାମ୍ରାଜ୍ୟ ସମ୍ରାଟମାନେ। ବଙ୍ଗଳାର ଶାସକ ବଙ୍ଗ ସହିତ ଓଡ଼ିଶା ଓ ବିହାରକୁ ମିଶାଇ ଏକ ବିରାଟ ଅଞ୍ଚଳ ଉପରେ ନିଜର ସ୍ୱାଧୀନତା ଘୋଷଣା କରିଥିଲେ। କିଏ? ଶିଖମାନେ। ଏହି କାରଣ ଯୋଗୁଁ ମୋଗଲ ସାମ୍ରାଜ୍ୟର ପତନର ରାସ୍ତା ଫିଟାଇଥିଲା। ଏ ଆମେ ଦେଖିଲେ ଏ ଯେଉଁ ତିନିଟି ଯାକ କାରଣ ମଧ୍ୟରୁ ଆଉ ଗୋଟେ ରହିଲା ବୈଦେଶିକ ଶତ୍ରୁର ଆକ୍ରମଣ। ଯେହେତୁ ମୋଗଲ ସାମ୍ରାଜ୍ୟ ର ପତନର କାରଣ ହେଉଛି ବିଦେଶୀ ଶତ୍ରୁର ଆକ୍ରମଣ। 1739 ଖ୍ରୀଷ୍ଟାବ୍ଦରେ ପାରସ୍ୟର ରଜା ନାଦିର ଶାହା ମୋଗଲ ସାମ୍ରାଜ୍ୟର ପତନର ସୁଯୋଗ ନେଇ ସେ କ'ଣ କରିଥିଲେ ନା ଧନରତ୍ନ ଲୁଣ୍ଠନ କରିବା ଆଶାରେ ଆମର ଭାରତକୁ ବା ମୋଗଲ ସାମ୍ରାଜ୍ୟକୁ ଯୁଦ୍ଧ ଆକ୍ରମଣ କରିଥିଲେ। ଯୁଦ୍ଧ ଆକ୍ରମଣ କରି ଶାହାଜାହାନଙ୍କ ଦ୍ୱାରା ପ୍ରସିଦ୍ଧ ବହୁମୂଲ୍ୟ ଖଚିତ ବା ବହୁମୂଲ୍ୟରେ ଯେଉଁ ତିଆରି କରିଥିଲେ ଶାହାଜାହାନ ମୟୂର ସିଂହାସନ ଏବଂ କୋହିନୂର ହୀରା, ଯେଉଁଟାକି ବିରଳ ହୀରା ଆମ ଭାରତବର୍ଷରେ ମହଜୁଦ ହେଇଥିଲା, ସେଇ ହୀରାକୁ ସିଏ କ'ଣ କରିଲେ, ମୋଗଲ ସାମ୍ରାଜ୍ୟ ସମ୍ରାଟମାନଙ୍କୁ ପରାସ୍ତ କରି କିଏ? ସେ ନାଦିର ଶାହା 1739 ଖ୍ରୀଷ୍ଟାବ୍ଦରେ ତାଙ୍କର ନିଜ ଦେଶ ଇରାନକୁ ନେଇଯାଇଥିଲେ। ଫଳରେ ସେ ଏସବୁ ଲୁଣ୍ଠନ କରିବା ସଙ୍ଗେ ସଙ୍ଗେ ସେ ଏ ସିନ୍ଧୁ ପ୍ରଦେଶ, ଲାହୋର, କାବୁଲ ପ୍ରଭୃତି ଅଞ୍ଚଳ କ'ଣ କରିଥିଲେ? ସେ ଅଧିକାର କରିଥିଲେ ଏବଂ ସେ ନିଜେ ସମ୍ରାଟ ବନେଇଥିଲେ। କିଏ? ନାଦିର ଶାହା। କେବେ? 1739 ଖ୍ରୀଷ୍ଟାବ୍ଦରେ। ନାଦିର ଶାହା ଯେତେବେଳେ ଏସବୁ କରିଦେଲେ, ତାଙ୍କ ପରେ ଆଫଗାନିସ୍ତାନର ଶାସକ କିଏ? ଅହମ୍ମଦ ଶାହା ଅବଦଲି। ଏ ନାଦିର ଶାହା ତ 1739 ଖ୍ରୀଷ୍ଟାବ୍ଦର କଥା, କୋହିନୂର ହୀରା ଏବଂ ମୟୂର ସିଂହାସନ ନେଇଯାଇଥିଲେ ଇରାନ। 1748 ଖ୍ରୀଷ୍ଟାବ୍ଦରେ ଆସିଲେ ଆଫଗାନୀ ଶାସକ। ଇଏ ନାଦିର ଶାହା ଥିଲେ ପାରସ୍ୟର ଶାସକ। ସେ ଯେଉଁ ଇଏ ଆମର 1748 ଖ୍ରୀଷ୍ଟାବ୍ଦରେ ଆଫଗାନୀ ଶାସକ ଆସିଥିଲେ ଅହମ୍ମଦ ଶାହା ଅବଦଲି। ସେ ଭାରତକୁ ଆକ୍ରମଣ କରିଥିଲେ। 1761 ଖ୍ରୀଷ୍ଟାବ୍ଦରେ ଅହମ୍ମଦ ଶାହା ଅବଦଲି ତୃତୀୟ ପାନିପଥ ଯୁଦ୍ଧରେ ମରାଠାମାନଙ୍କୁ ପରାସ୍ତ କରିଥିଲେ। ୟୁରୋପୀୟ ବଣିକମାନେ ଏଇଟା ମରାଠାମାନଙ୍କୁ ପରାସ୍ତ କରିକି ଭାରତର ଶାସନରେ ମନ ବଳେଇଥିଲେ ଏବଂ ୟୁରୋପୀୟ ବଣିକମାନେ ଯେଉଁ ଆସିଥିଲେ ବାଣିଜ୍ୟ କରିବାକୁ, କିଏ ନା ଓଲନ୍ଦାଜ, ଦିନାମାର, ଇଂରେଜୀ, ଫରାସୀ, ଏମାନେ ବାଣିଜ୍ୟ କରିବାକୁ ଆସି ଭାରତର ରାଜନୀତି ପ୍ରତି ଦୃଷ୍ଟି ଦେଇ ରାଜନୈତିକ କ୍ଷେତ୍ରରେ ଅଂଶଗ୍ରହଣ କରି ନିଜେ ଗୋଟେ ସ୍ୱାଧୀନ
ଅଞ୍ଚଳ ବା ଅଧିକାରକୁ ସେ ଅଞ୍ଚଳକୁ ଅଧିକାର ନେଇ ଗୋଟେ ସ୍ୱାଧୀନତା ଘୋଷଣା କରିବାକୁ ଲାଗିଲେ। ଫଳରେ ସେମାନେ ପର ମୁହୂର୍ତ୍ତରେ ଇଂରେଜ ଫରାସୀମାନେ ଆମର ଏଠି ଶାସନ କରିବାକୁ ଲାଗିଲେ ଏବଂ ମୋଗଲ ସମ୍ରାଟମାନେ ଦୁର୍ବଳ ହେବାକୁ ଲାଗିଲେ। ଏଇ ଚାରିଟା ମୁଖ୍ୟତଃ କାରଣ ଯୋଗୁଁ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା। ଏସବୁ ତମେ ଦେଖ ମୋଗଲ ସାମ୍ରାଜ୍ୟର ପତନର ମୁଖ୍ୟ କାରଣ କ'ଣ ବୋଇଲେ ଏଇଟା ଗୋଟେ 5 ମାର୍କିଆ ପ୍ରଶ୍ନ ଆସିବ। ଏ 5 ମାର୍କିଆ ପ୍ରଶ୍ନରେ ଚାରିଟା ଯାକ କାରଣ ଲେଖିବାକୁ ପଡ଼ିବ। ଏକ ହେଲା କେନ୍ଦ୍ର ଶକ୍ତିର ଦୁର୍ବଳତା, 2 ହେଲା ଅର୍ଥନୈତିକ ବିପର୍ଯ୍ୟୟ, 3 ହେଲା ଧର୍ମ ବିଦ୍ୱେଷ ନୀତି, 4 ହେଲା ପ୍ରାଦେଶିକ ଶାସକମାନଙ୍କର ସ୍ୱାଧୀନତା ଘୋଷଣା ଏବଂ ବହିର୍ଶତ୍ରୁମାନଙ୍କର ଆକ୍ରମଣ। ଏ ଯେଉଁ 5ଟା ପ୍ରଶ୍ନ ଏ 4ଟା ପଏଣ୍ଟରୁ ଟିକେ ଟିକେ ଲେଖି ମୋଗଲ ସାମ୍ରାଜ୍ୟର ପତନକୁ ସ୍ଥିର କରିବ। ତେଣୁ ଏବେ ଦେଖ ମୋଗଲ ସାମ୍ରାଜ୍ୟର ପତନ ବିଷୟରେ ତ ଆମେ ଜାଣିଲେ। ଏଇ ପାଠକୁ ତୁମେ ଭଲ ଭାବେ ପଢ଼ିବ। ପଢ଼ିକିରି ଏ ଯେଉଁ ପ୍ରଶ୍ନାବଳୀ ଅଛି ମୋଗଲ ସାମ୍ରାଜ୍ୟର ପ୍ରଶ୍ନାବଳୀ ସବୁ ନିଜ ନିଜର ସାହିତ୍ୟ ଖାତା ଇତିହାସ ଖାତାରେ ଲେଖି ଆଣିବ। ହରି ଓମ୍।